ସହ୍ୟ ହେଉନାହିଁ। ଆତ୍ମହତ୍ୟା ପରି ଘୃଣ୍ୟ ପ୍ରଥାକୁ ସେ ଗ୍ରହଣ କରିନେଉଛି। ସତୀ ପରି ସମାଜ ଦୃଷ୍ଟିରେ ଅନେକ ଝିଅ କଳଙ୍କିନୀର ଆଖ୍ୟା ପାଉଛନ୍ତି। ଆଜି ବି ଗାଁ ଗଣ୍ଡାରେ ଝିଅକୁ ବୋଝ ଭାବି ପରିବାରର ସଦସ୍ୟ ତା ପାଠପଢା ଅଧାରୁ ବନ୍ଦ କରି ଧନଲୋଭରେ ବାହାଘର କରାଇ ଦେଉଛନ୍ତି। ନାୟିକା ସତୀର ବାପା ଜଣେ କୁଳୀନ ବ୍ରାହ୍ମଣ ହୋଇ ମଧ୍ୟ ସେ ସମୟରେ ପ୍ରଚଳିତ ବୁଢା ବର ବାପାର ଇଚ୍ଛା ନ୍ୟାୟରେ ଦୋଭେଇ କଳା ମୁହଁସାରା ବସନ୍ତର ଦାଗ ଦରପୋଡା କାଠ ପରି ରଙ୍ଗର ବର ସହିତ ବିବାହ ଦେବା ଅତ୍ୟନ୍ତ ଦୁଃଖଦ ବ୍ୟାପାର। ସତୀ ମନରେ ସାଇତି ରଖିଥିବା ଚନ୍ଦ୍ରଉଦିଆ ପରି ଚେହେରା ନାଥନନା ସହିତ ବିତିଥିବା ଦିନଗୁଡ଼ିକୁ ଭୁଲିବା ତା ପକ୍ଷେ ସମ୍ଭବ ହୋଇନାହିଁ। ବିବାହ ଏକ ପବିତ୍ର ବନ୍ଧନ। ମନ ସହ ମନ ମିଶିଗଲେ ବିବାହ ପବିତ୍ରତାର ରୂପ ନେଇ ପରିବାରରେ ପରିଣତ ହୁଏ। କିନ୍ତୁ ଯଦି ସେହି ମନ ନ ମିଶେ ସେଠି ଛାଡ଼ପତ୍ର ରୂପକ କଳଙ୍କମୟ ଅଧ୍ୟାୟଟିଏ ସୃଷ୍ଟି ହୁଏ। ବାପା ମା ଝିଅର ସୁଖ ଶାନ୍ତି ପାଇଁ ଝିଅଟିକୁ ବିବାହ କରିଥାନ୍ତି। ଝିଅର ଅନିଚ୍ଛା ସତ୍ତ୍ୱେ ନିଜ ପସନ୍ଦର ପୁଅ ସହିତ ବିବାହ ଦେବା କେତେ ଦୂର ଝିଅର ସୁଖ ଶାନ୍ତିକୁ ବଜାୟ ରଖିପାରୁଛି ଯେ? ସାମ୍ପ୍ରତିକ ସମାଜରେ ବି ସତୀ ପରି ଅନେକ ଝିଅ ନିଜ ପ୍ରେମକୁ ପରିବାର ସାମ୍ନାକୁ ଆଣିବା ପାଇଁ ସାହସ ଜୁଟାଇ ପାରନ୍ତି ନାହିଁ। ସବୁ ପରେ ବି ନିଜ ମନକୁ ବୁଝାଇ ପ୍ରେମକୁ ଭୁଲି ଆଗାମୀ ଭବିଷ୍ୟତକୁ ସ୍ୱାଗତ କରିବା କଣ ସମ୍ଭବ ହୋଇପାରୁଛି? ଯାହାଦ୍ୱାରା ପରିବାର ସମାଜ ପ୍ରେମିକ ପ୍ରେମିକା ସଭିଙ୍କର ସମ୍ମାନ ହାନି ହେବା ସହିତ ସୁନାର ସଂସାରରେ ଝଡ଼ ସୃଷ୍ଟି ହେଉଛି। ସମାଜର ଭୟରେ ଆଜି ବି ଅନେକ ସଚ୍ଚା ସମ୍ପର୍କ ସତୀ ଓ ନାଥନନାଙ୍କ ସମ୍ପର୍କ ପରି ଭାଙ୍ଗି ଚୁରମାର ହୋଇଯାଉଛି। ସମାଜ କେବେ କାହାର ଅନ୍ଧାରୀ ମୂଲକର ମୂଲ୍ୟ ବୁଝିବାକୁ ଚେଷ୍ଟା କରେନି, ବରଂ ଦୋଷ କରିନଥିବା ବ୍ୟକ୍ତିକୁ ଦୋଷୀ ସଜାଇବାରେ ତାର ଆନନ୍ଦ। ସାରା ଜୀବନ ଅବିବାହିତ ଝିଅଟିକୁ ହୁଏତ ସମାଜ ଗ୍ରହଣ କରିପାରେ, କିନ୍ତୁ ସ୍ୱାମୀ ପରିତ୍ୟକ୍ତା ଝିଅଟିକୁ ସମାଜ ଆଦୌ ଗ୍ରହଣ କରିପାରେ ନାହିଁ। ନିଆଁରେ ପତଙ୍ଗ ଝାସ